ସାଙ୍ଗମାନେ ଦେଖନ୍ତୁ ଟିକେ କେମିତି ଆର୍ମି ଅଫିସରଟି କରେଣ୍ଟ ଲାଗି ଯାଇଛି। ଆଉ ଠିକ ସେଇ ଟାଇମରେ ସେଇ ରାସ୍ତାରେ ଗୋଟେ ଝିଅ ଆସୁଛି ଆଉ କହୁଛି ହେ ଭଗବାନ ମୁଁ କେମିତି ଆର୍ମି ଅଫିସରକୁ ବଞ୍ଚେଇବି, ମୋ ପାଖରେ ତ କିଛି ବି ଦେଖାଯାଉନି। ଆଉ ସେ ଝିଅଟିର ନଜର ଟଙ୍କା ଆଉ ଆଇଫୋନ ଉପରେ ପଡିଯାଉଛି। ଆଉ ସେ ଝିଅଟି ଏତେ ଦାମୀ ଆଇଫୋନ ଆଉ ଟଙ୍କାକୁ ଦେଖିକି ପୁରା ଲୋଭରେ ପଡିଯାଉଛି। ଆଉ କହୁଛି ମୋ ପସନ୍ଦ ତ ମତେ ମିଳିଗଲା, ମୁଁ ଏବେ ଯାଉଛି, ଇଏ ସେମିତି ହଲୁଥାଉ, କିଏ ଆକୁ ଆଉ ବଞ୍ଚଉଛି। ଆଉ ସେ ଝିଅଟି ସେ ଆଇଫୋନ ଟଙ୍କାକୁ ନେଇକି ସେ ଜାଗା ଛାଡିକି ଚାଲି ଯାଉଛି। ଆଉ ସେ ଆର୍ମି ଅଫିସରଟି କୋଉ କରେଣ୍ଟରେ ଲାଗିନଥିଲା, ସେ ଜାଣି ଶୁଣି ହଲୁଥିଲା, କାହିଁକି ନା ଆଜିକାଲିକା ସମାଜର ଲୋକମାନଙ୍କୁ ଚେକ୍ କରିବାକୁ ଯେ ଗୋଟେ ଲୋକର ଜୀବନ ଗଲା ବେଳକୁ ଏ ଲୋକମାନଙ୍କର ଚିନ୍ତାଧାରା କେମିତିଆ। ଆଉ ସେ ଲୋକଟି ପୁଣି ଥରେ ପୁଳାଏ ଟଙ୍କା ଆଉ ଘଡ଼ିକି ବାହାର କରିକି ସେ ରାସ୍ତାରେ ପକେଇ ଦଉଛି। ଆଉ ପୁଣି ସେ ପୋଲ ଖୁଣ୍ଟିକି ଧରିକି ଜୋରରେ ହଲିବାକୁ ଲାଗୁଛି। ଆଉ ପୁଣି ଥରେ ସେଇ ରାସ୍ତା ଦେଇ ଗୋଟେ ପିଲା ଆସୁଛି। ଆଉ ସେ ପିଲାଟି କହୁଛି ଆରେ ଅଫିସରକୁ ମୁଁ କେମିତି ବଞ୍ଚେଇବି, ଏ ଅଫିସରଟି ତ କରେଣ୍ଟ ଲାଗି ଯାଇଛି। ଆଉ ସେ ପିଲାଟିର ନଜର ବି ଏଇ ଟଙ୍କା ଆଉ ଘଡ଼ି ଉପରେ ପଡିଯାଉଛି। ଆଉ ସେ ପିଲାଟି ବି ଏତେ ଟଙ୍କା ଆଉ ଘଡ଼ି ଦେଖିକି ପୁରା ଲୋଭରେ ପଡିଯାଉଛି। ଆଉ ଏ ଲୋକଟିକୁ ବଞ୍ଚେଇବ କଣ, ସେ ଟଙ୍କା ଘଡ଼ିକି ତଳୁ ଉଠେଇବାକୁ ଲାଗୁଛି। ଆଉ କହୁଛି ମୁଁ ଯଦି ଆକୁ ବଞ୍ଚେଇ ଦିଏ ତାହେଲେ ଏ ଟଙ୍କା ଆଉ ଘଡ଼ି ମୋଠୁ ନେଇଯିବ, ମୁଁ ଯାଉଛି ଜାଗା ଛାଡିକି ପଳେଇବି। ଆଉ ସେ ପିଲାଟି ବଞ୍ଚେଇବ କଣ, ଓଲଟା ଏ ପଇସା ଆଉ ଘଣ୍ଟାକୁ ଦେଖିକି ଲୋଭରେ ପଡିଯାଉଛି। ଆଉ ତା ଜିନିଷକୁ ନେଇକି ଚାଲି ଯାଉଛି। ଆଉ ସେ ଆର୍ମି ଅଫିସରଟି ପୁଣି ଥରେ ପକେଟରୁ ଗୋଟେ ଆଇଫୋନ ଆଉ ପୁଳାଏ ପଇସା ବାହାର କରିକି ତଳେ ରଖି ଦଉଛି। ଆଉ ପୁଣି ସେ ପୋଲ ଖୁଣ୍ଟିକି ଧରିକି ଜୋରରେ ହଲିବାକୁ ଲାଗୁଛି। ଆଉ ଠିକ ସେଇ ଟାଇମରେ ସେଇ ରାସ୍ତା ଦେଇ ଆଉ ଗୋଟେ ପିଲା ଆସୁଛି। ଆଉ ସେ ପିଲାଟିର ନଜର ଏ ଆର୍ମି ଅଫିସର ଉପରେ ପଡିଯାଉଛି। ଆଉ ସେ ପିଲାଟି କହୁଛି ହେ ଭଗବାନ ଏ ଆର୍ମି ଅଫିସରଟିକୁ ମୁଁ କେମିତି ଏଇନା ବଞ୍ଚେଇବି, ମୁଁ ତ କିଛି ଜାଣିପାରୁନି। ଆଉ ସେ ପିଲାଟିର ନଜର ବି ଆଇଫୋନ ଆଉ ପଇସା ଉପରେ ପଡିଯାଉଛି। କିନ୍ତୁ ସେମାନଙ୍କ ଭଳି ଏ ପିଲାଟି ଆଗ ଆଇଫୋନ ଆଉ ପଇସାକୁ ଉଠଉନି, ଆଗ ଏ ଲୋକଟିର ଜୀବନ ବଞ୍ଚେଇବ କେମିତି ଚିନ୍ତା କରୁଛି। ଆଉ ସେ ପିଲାଟି ଦେଖୁଛି ପାଖରେ ଗୋଟେ ବାଡି ପଡିଛି। ଆଉ ସେ ବାଡି ସାହାଯ୍ୟରେ ସେ ଲୋକଟିର ହାତକୁ କାଢି ଦଉଛି। ଆଉ ସେ ପିଲାଟି ନିଜେ ତା ଆଇଫୋନ ଟଙ୍କାକୁ ଉଠେଇକି ସେ ଲୋକଟିକୁ ଦେଇ ଦଉଛି। ଆଉ କହୁଛି ଏଇ ନିଅ ତମ ଆଇଫୋନ ଆଉ ପଇସା। ଆଉ ସେ ଆର୍ମି ଅଫିସରଟି କହୁଛି ଯଦି ତୁମ ଭଳି ପିଲା ସମାଜରେ ସମସ୍ତେ ହେଇଯାଆନ୍ତି ତାହେଲେ ଆଉ ଚୋରି ଡକାୟତି ରେପ ମର୍ଡର କେବେ ହଅନ୍ତାନି। ଆଉ ସେ ପିଲାଟି କହୁଛି ଆରେ ଟଙ୍କା ପଇସା ଆଇଫୋନ ତ ଯେତେବେଳେ ହେଲେ ମିଳିଯିବ, ହେଲେ ଗୋଟେ ଜୀବନ କେବେ ବି ଆଉ ଫେରି ଆସିବନି, ସେଥିପାଇଁ ଆଗ ଜୀବନ ବଞ୍ଚାଅ ତାପରେ ଯାହା। ସାଙ୍ଗମାନେ ଆପଣମାନେ ଯଦି ଏ ପିଲାଟି କଥାରେ ଏକମତ ତାହେଲେ ପିଲାଟି ପାଇଁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଆଉ କମେଣ୍ଟ ବକ୍ସରେ ୟେସ୍ ଲେଖିକି ସେଣ୍ଡ କରିଦିଅନ୍ତୁ।